Friends, welcome to BPN Study and Research Center. ତ ଅକ୍ଟୋବର ପହିଲାରୁ ନୂତନ ବର୍ଦ୍ଧିତ ଦୈନିକ ମଜୁରୀ ବା ସର୍ବନିମ୍ନ ମଜୁରୀ ମଙ୍ଗା ଭତ୍ତା ବଢ଼ିଯାଇଛି। ଆମେ ଡିସ୍କସ୍ କରୁଥିଲେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଯେତିକି ୱେଜେସ୍ ପାଉଛନ୍ତି ବା ଅକ୍ଟୋବର ପହିଲାରୁ ଲାଗିବ କେତେ 783 ଟଙ୍କା ମୂଳ ଦରମା ପ୍ରଥମରୁ ପାଇବେ ଯେଉଁମାନେ ହେଉଛି ଅଣକୁଶଳୀ ତାଙ୍କ ପାଇଁ ଯେଉଁ 783 ଟଙ୍କା ଅଛି ତାହା ଓଡ଼ିଶାରେ ଲାଗୁ ହେବ। କିନ୍ତୁ ଦେଖନ୍ତୁ ସେଣ୍ଟ୍ରାଲରେ ଯେଉଁ ଗଭର୍ଣ୍ଣମେଣ୍ଟ ଅଛି ଷ୍ଟେଟ୍ରେ ମଧ୍ୟ ସେଇ ଗଭର୍ଣ୍ଣମେଣ୍ଟ ଅଛି କିନ୍ତୁ ତାହା ଲାଗିନାହିଁ। ଓଡ଼ିଶାରେ କ'ଣ ଲାଗିଛି କୌଶଳୀର ଯେଉଁ 450 ଟଙ୍କା ଥିଲା ତାହା ହେଉଛି 2 ଟଙ୍କା ମାତ୍ର ବଢ଼ିଛି। ଅଲ୍ ଟୋଟାଲ୍ ମାତ୍ର 2 ଟଙ୍କା ହିଁ ବଢ଼ିଛି। ଯଦି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଯଦି 500ରୁ 700 ଟଙ୍କା କରିପାରିଲା ତ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ କାହିଁ କରିପାରିଲାନି ଏହା ନିଶ୍ଚିତ ପ୍ରଶ୍ନବାଚୀ ସୃଷ୍ଟି ହେବ। କାହିଁକିନା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ମୁଁ ଗତ ଭିଡ଼ିଓରେ ମଧ୍ୟ କହିଥିଲି କି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଯେତେ ଏମ୍ପ୍ଲୟ ଅଛନ୍ତି ବା ୱାର୍କର ଅଛନ୍ତି ଯେଉଁମାନେ କାମ କରୁଛନ୍ତି ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ସେମାନେ ପାଇବେ 783 ଟଙ୍କା ମୂଳ ଦରମା ଯେଉଁଟା ହେଉଛି ଆପଣଙ୍କ କ'ଣ ଅଣକୁଶଳୀର 783 ଟଙ୍କା ଏମିତି ବଢ଼ିକରି ଯେଉଁମାନେ ଯେଉଁ ଉଚ୍ଚ କୁଶଳୀ ବା ଯେଉଁମାନେ ରାଇଫଲ ଧରୁଛନ୍ତି ସେମାନେ ପାଇବେ କେତେ 1012 ଟଙ୍କା ଯେଉଁଟି ହେଉଛି ଆପଣଙ୍କ ପାଖାପାଖି ମାସକୁ 26,000 ଟଙ୍କା ପାଖାପାଖି ସେମାନେ ମୂଳ ଦରମା ପାଇବେ। କିନ୍ତୁ ଓଡ଼ିଶାରେ କ'ଣ ହେଇଛି ନା 450 ଟଙ୍କା ଥିଲାବେଳେ ଏହା ବଢ଼ିଯାଇଛି 452 ଟଙ୍କା। ଏହା ନିଶ୍ଚିତ ଖାଉଟି ସଂଶୋଧନ ବା ଖାଉଟି ଯେଉଁମାନେ କାମ କରୁଛନ୍ତି ଏବଂ ଯେଉଁମାନେ ଡେଲି କିଣାକିଣି କରି ଖାଉଛନ୍ତି ତାଙ୍କ ପାଇଁ ବହୁତ ଲସ୍। କାହିଁକିନା 450 ଟଙ୍କାରେ କିଏ ଗୋଟେ କ'ଣ କରିବ। ଯେଉଁମାନେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ସେମାନେ ପାଇବେ 700 ଟଙ୍କା ଏବଂ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଅଣ୍ଡରରେ ଯେଉଁମାନେ ସେମାନେ ପାଇବେ 450 ଟଙ୍କା ଥିବା ସତ୍ତ୍ୱେ ଏହା 452 ଟଙ୍କା ହେଇଛି ଯେଉଁଟା ମାସକୁ 20,000 ଟଙ୍କା ପାଖାପାଖି ଆପଣଙ୍କ ସାଲାରୀ ଅଛି। ଯେଉଁଠି ଆପଣଙ୍କ ମିନିମମ୍ ସାଲାରୀ ହେବାର କଥା କେତେ 26,000 ପାଖାପାଖି ବା 22,000 ପାଖାପାଖି କିନ୍ତୁ ଏହା ହେଉଛି କେତେ 20,000 ଟଙ୍କା ବି ଆପଣଙ୍କ ସାଲାରୀ ହେଉନି। ଏହା ଥିଲା ଲାଟେଷ୍ଟ ଇନଫର୍ମେସନ୍। ଯଦି ଏମିତି ଇନଫର୍ମେସନ୍ ପାଇବାକୁ ଚାହୁଁଛନ୍ତି ନିଶ୍ଚୟ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିବା ସହ ଅନ୍ୟମାନଙ୍କ ସହିତ ସେୟାର କରିବେ। ବିଭିନ୍ନ ସମୟରେ ବିଭିନ୍ନ ଅପଡ଼େଟ୍ ମୁଁ ଆପଣଙ୍କୁ ଭିଡ଼ିଓ ମାଧ୍ୟମରେ ଜଣାଇଦେବି। ଥ୍ୟାଙ୍କସ୍ ଫର୍ ୱାଚିଂ।